ସନତ କୁମାର ଉବାଚ ଶୁଣା ହେ ଋଷିଗଣ ଦେଇ ମନ କର୍ଣ୍ଣ କହିବି ବିସ୍ତାରୀ ସୃଷ୍ଟି ପ୍ରସଙ୍ଗ କଥନ। ପୂର୍ବେ ସଂସାର ଯେ ହୋଇଥିଲା ଅନ୍ଧକାର ସୂର୍ଯ୍ୟ ଚନ୍ଦ୍ର ନଥିଲେ ଏକ ଆକାଶ ମଧ୍ୟରେ ସବୁବେଳେ ରାହୁ ଗ୍ରାସ ଚନ୍ଦ୍ରମା ପରାୟ। ସାରା ସୃଷ୍ଟି ହୋଇଥାଏ ଅନ୍ଧକାରମୟ କେବଳ ଯେ ତ୍ରିଲୋଚନ ଏକା ରହିଥାନ୍ତି ଆଉ ସମସ୍ତେ ପ୍ରଳୟ ଲୋକ ହୋଇଯାନ୍ତି। ତାହାଙ୍କ ତେଜରେ ସୃଷ୍ଟି ହୋଇ ଆଲୋକିତ ସୂର୍ଯ୍ୟକାନ୍ତ ମଣି ସମ ହୁଏ ଶୋଭିତ। ଯେତେବେଳେ ସୃଷ୍ଟି ସାରା ପ୍ରଳୟ ହୁଅନ୍ତି ହୋଇ ଆକାଶ ପାତାଳ ଭେଦି ଜଳ ଯେ ଲାଗଇ ପ୍ରଥମରେ ସଂସାରରେ ଭେଲେ ପାପ ଭାର। ଧର୍ମ ଲୋପ ହୋଇ ଯାଇ ନରହେ ମାତର ଧର୍ମ ଯାଆନ୍ତେ ଧରଣୀ ହୁଏ ଥରହର। ପାପ ହାରେ ତା ମୁଖରୁ ଗଳଇ ରୁଧିର ସେ ବାସୁକି ରୁଧିର ଅଟଇ ଗରଳ। ଦହଇ ପାତାଳ ମର୍ତ୍ତ୍ୟ ଦଶ ଦିଗ ପାଳ ଚୌଦିଗି ନିର୍ଦ୍ଧୂମ ଅଗ୍ନି ସେ ବିଷ ଜ୍ୱାଳାରେ। ପ୍ରଜ୍ୱଳିତ ଶିଖା ଟେକି ଜଳଇ ପ୍ରଖରେ ସେ ତେଜ ସହ୍ୟ ନ କରି ପାରି ଜୀବଗଣ ଆକୁଳି ଛଟ ପଟରେ ହରାନ୍ତି ଯେ ପ୍ରାଣ। ସକଳ ନାଶ ହୁଅନ୍ତେ ପ୍ରଜ୍ୱଳ ତେଜରେ ଜଳା ବରଷା କରଇ ଯେ ମୂଷଳ ଧାରେ ଅଗ୍ନି ଜଳ ଦୁହିଁଙ୍କର ବିବାଦ ବଢ଼ି ବେଳୁ ବେଳ ଚଉଦିଗ ଝୋଳ ଘୁଟି ଯାଇ ଘଡ଼ଘଡ଼ି ଚଉଡ଼ ଚଢ଼ି ମେଦିନୀ କମ୍ପାଇ ଘୋର ରଡ଼ି ଘାତେ ବଜ୍ର ପ୍ରହାର କରଇ ସେ ଆଘାତ ସହି ନ ପାରିନ ବସୁମତୀ ତତ୍କ୍ଷଣେ ଛାଡ଼ି ଦିଏ ମସ୍ତକୁ ଧରିତ୍ରୀ। ତେଣୁ ଭୂମିକମ୍ପ ହୋଇ ପରଗତ ଗଣ ଗଳି ପଡ଼ନ୍ତି ପାତାଳ ଭୁବନେ ଯାଇନ ଚଉଦିଗେ ଜଳରାଶି ଘୋଟିଣ ଆସଇ ପ୍ରଳୟ ଗର୍ଜନ ସିନ୍ଧୁ କୂଳକୁ ଲଗଇ। ଏସନ ରୀତି ଦେଖିଣ ବିରାଟ ପୁରୁଷ ଅନନ୍ତ ନାଗ ଆସନେ ଅଙ୍ଗୁଳି ସଦୃଶ ହୋଇଣ କଳ୍ପବଟରେ କରନ୍ତି ଶୟନ। ସକଳ ଜୀବଜନ୍ତୁ ଗର୍ଭେ ଭରିଣ ବ୍ରହ୍ମାଦି 33 କୋଟି ଦେବଗଣ ତହିଁ ସେ ବ୍ରହ୍ମ ପ୍ରଳୟ ମଧ୍ୟ ଜାନ୍ତି ଲୋପ ହୋଇ। ଏକ ମାସ ସଦାଶିବ ବ୍ରହ୍ମେ ଲୟ କରି ପ୍ରଳୟ ଜଳ ନ ଲାଗେ ଅଙ୍ଗରେ ତାଙ୍କରି ଚଉଦିଗ ଘନ ଅନ୍ଧକାର ଘୋଟି ଥାଏ ଚନ୍ଦ୍ର ସୂର୍ଯ୍ୟ ନକ୍ଷତ୍ରାଦି ନ ହୋଇ ଉଦୟେ। ସମସ୍ତେ ପ୍ରଳୟ କାଳ କରାଳ ଗର୍ଭରେ ଲୀନ ହୋଇ ବିଶ୍ରାମନ୍ତି ବିରାଟ ଅଙ୍ଗରେ ସେ ବିରାଟ ପୁରୁଷଙ୍କୁ ମନରେ ସୁମରି ପ୍ରଳୟ ଜଳୁ ଶଙ୍କର ଥାନ୍ତି ଉଗୁରି। ଏହିପରି ଭାବେ ବହୁ କାଳ ଗଲା ବହି ଚଉଦିଗ ବ୍ରହ୍ମ ପ୍ରଳୟ ନ କମିଲା ତହିଁ। ଏସନ ଦୁର୍ଦ୍ଦଶା ଦେଖି ଭୋଳା ମହେଶ୍ୱର ଏକାନ୍ତ ଚିତ୍ତରେ ଲୟ କରି ନିରାକାର ସେ ଯୋଗରୁ ତାଙ୍କ ହୃଦୁ ଜ୍ଞାତ ଜାତ ହେଲା ବିରାଟ ପୁରୁଷଙ୍କର ନିଦ୍ରା ଭାଜିଗଲା ଶିବଙ୍କୁ ପାଶକୁ ତହି ଡକାଇ ବହନ। ମହାଶୂନ୍ୟବାସୀ ଶକ୍ତି କରିଲେ ପ୍ରଦାନ ଶିବ ସଙ୍ଗତରେ ଶକ୍ତି ହୁଅନ୍ତି ମିଳିତ ସୃଷ୍ଟି ରଚିବାକୁ ତହୁଁ ହୋଇଲେ ଉଦ୍ୟତ। ଜ୍ଞାନ ପଞ୍ଚଭୂତ ମହାଭୂତ କରିଲେ ଉତ୍ପନ୍ନ ତହିଁରୁ ପ୍ରକୃତି ଗଣ ଜାତ ହେଲେ ସେ ପୁଣ ସଦସ୍ପର୍ଶ ରୂପ ରସ ଗନ୍ଧ ପ୍ରକୃତିରୁ। ତାହା ପରେ ପ୍ରାଣଜାତ ହୋଇଲେ ତହିଁରୁ ଅପାନ ସମାନ ବ୍ୟାନ ଉଦ୍ଧାନ ପରାଣ। ତାହାଙ୍କ ମଧ୍ୟରୁ ଜନ୍ମ ହେଲା ତ୍ରିଗୁଣ ସତ୍ୟ ରଜ ତମ ନାମ ଅଟେ ଯେ ତ୍ରିଗୁଣ। ସୁର ମୁନି ବନ୍ଦ୍ୟ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସତ୍ୟ ଗୁଣ ନାରାୟଣ ହେଲେ ଉତପନ୍ନ। ରଜଗୁଣୀ ବିଧାତା ଯେ ଜନମିଲେ ପୁଣ ଶିବ ତଦେହି ସେଉ ଜ୍ଞାନ ହେବା ଅର୍ଥେ। ତମ ଗୁଣ ବହିଲେ ହୃଦୟରେ ତଦନ୍ତେ ଜଗତର ମୂଳାଧାର ଅଟନ୍ତି ଯେ ଶିବ ଅପର ହୋଇ ନ ରହିଥାନ୍ତି ଯୁଗ ଯୁଗ। ବ୍ରହ୍ମା ବିଷ୍ଣୁ ବାର ଜନମ ଲଭନ୍ତି ପ୍ରଳୟ ଜଳ ମଧ୍ୟରୁ ଲୋପ ହୋଇଯାନ୍ତି କିନ୍ତୁ ସଦାଶିବ ସଦା ଯୋଗେ କରି ଲୟ। ବ୍ରହ୍ମ ଜ୍ଞାନ ଲଭିଥାନ୍ତି ମୃତ୍ୟୁ କରି ଜୟ ଏକମାତ୍ର ରହନ୍ତି ସେ ହୋଇଣ ଅମର। ନୂତନ ସୃଷ୍ଟି ସଜାନ୍ତି ତହିଁ ଥର ହର ସବୁଠାରୁ ଶ୍ରେଷ୍ଠ ଦେବ ଅଟନ୍ତି ଶଙ୍କର। ତେଣୁ ମହାଦେବ ନାମ ଅଟେ ତାହାଙ୍କର ବିକାର ତିଳେହେଁ ନଥାଏ ତାଙ୍କଠାରେ ନିର୍ବିକାର ବୋଲି ଭକ୍ତେ ବୋଲନ୍ତି ସଂସାରେ। ଭୂତ ଗଣକୁ କରିନଥିବାରୁ ଆୟତ ତାହାଙ୍କର ଅନ୍ୟ ନାମ ଅଟେ ଭୂତନାଥ। ଧାତୁରା ଭାଙ୍ଗି ପାନରେ ହୋଇଥିବାରୁ ଭୋଳାନାଥ କହନ୍ତି ସକଳ। ଏହିପରି ଭାବେ ତାଙ୍କ ମହିମା ଅପାର ମହାବଳଶାୟୀ ସେହୁ ସଂସାର ମଧ୍ୟରେ ଶକ୍ତିକୁ ସର୍ବଦା ସେହୁ ବାନ୍ଧି ରଖିଥାନ୍ତି। ଶକ୍ତି ଯେ ତାଙ୍କ ରମଣୀ ଅଟନ୍ତି ପାର୍ବତୀ ତିନି ପୁରେ ସେ ଦେବୀଙ୍କ ସମ କେହି ନାହିଁ। ଇଚ୍ଛା କଲେ ନିମିଷକେ ସର୍ବ ପାରେ ବହି କିନ୍ତୁ ଶିବଙ୍କ ନିକଟେ ସନ୍ତୁଷ୍ଟ ହୋଇନ ଘରଣୀ ଭାବେ ଅଛନ୍ତି କାଳେ ପୁଣ। ଯେତେବେଳେ ଦୁଷ୍ଟଗଣ ଉତ୍ପାତ ହୁଅନ୍ତି ସେ ସମୟ ଶିବ ଶକ୍ତି ପ୍ରଦାନ କରନ୍ତି ସବୁ ଯୁଗରେ ତାହାଙ୍କ ଶକ୍ତି ବଳରେ। ଦଳନ ହୋଇ ଅଛନ୍ତି ଦାନବ ମହୀରେ କେବଳ ସତ୍ୟକୁ ସେହୁ କରି ଆଗୁସାର। ତିନି ପୁରେ ହୋଇ ନ ଅଛନ୍ତି ଅଜରାମର ସତ୍ୟବନ୍ତ ପ୍ରାଣୀ ସେହୁ। ବ୍ରହ୍ମାଣ୍ଡ ମଧ୍ୟରେ ଦେବତା ଗଣ ଭଜନ୍ତି ତାହାଙ୍କୁ ଅନ୍ତରେ। ତାର ଦୃଷ୍ଟାନ୍ତ ଅଛି ବହୁତ ଶାସ୍ତ୍ରରେ ଗୋଟି ଗୋଟି କେତେ ଅବା କହିବି ମୁଖରେ। ସତ୍ୟ ସେହୁ ଧର୍ମ ସେହୁ ମନେ ହେତୁ କର ଅହିଂସା ଅଟଇ ମୂଳ ଭିତ୍ତି ଯେ ତାହାର। ଯେବେ ମନୁ ହିଂସା ଭାବ ଦୂର କରିଦେବ ସକଳ ଜନ୍ମରେ ନିଶ୍ଚୟ ପ୍ରିୟ ବୋଲାଇବ। ଶତ୍ରୁ ବୋଲି ତାର କେବେ ନ ରହିବେ ସଂସାରେ ସଭିଙ୍କୁ ଜୟ କରିବ ଅହିଂସା ବଳରେ। ଅହିଂସା ପରମ ଧର୍ମ ଜୀବର ଅଟଇ ଧର୍ମବନ୍ତ ମଧ୍ୟ ସେଇ ଶେଷ ଯେ ବୋଲାଇ। ଦ୍ୱାପର ଯୁଗରେ ଜୟ ଧର୍ମରାଜ ଯୁଧିଷ୍ଠିର ଧର୍ମ ବଳେ ଜୟ କଲେ ଭାରତ ସମର। ପୁଣି ସ୍ୱଦେହରେ ଗଲେ ସ୍ୱର୍ଗରେ ବାସ ନ ଲାଗିଲା ପାପ ତାଙ୍କ ଅଙ୍ଗେ କଲେ କେଶ। ତେଣୁ ସକଳ ଜନଙ୍କୁ କରେ ନିବେଦନ ସତ୍ୟ ନ୍ୟାୟ ପଥେ ଯାହା ସଦା କରନ୍ତୁ ଗମନ। ଯେହୁ ସତ୍ୟ ସେହୁ ଧର୍ମ ସେହି ନିରଞ୍ଜନ ଏହା ମଧ୍ୟ ତିଳେ ମାତ୍ର ନାହିଁ ଭିନ୍ନ। ସେହି ସତ୍ୟ ମଧ୍ୟ ଆଶ୍ରୟ କରି ତ୍ରିଲୋଚନ ସତ୍ୟ ଯୁଗେ ବସିଛନ୍ତି ଅମର ଆସନ। ସତ୍ୟବାନ
ପାଶେ ମୃତ୍ୟୁ ନ ଆସଇ ଜଳ ପବନ ଅନଳ ତାରେ ନ କାଟଇ ଏ କଳି ଯୁଗରେ ଘରେ ଘରେ ପୁରେ ପୁରେ ଘୋଟି ଘୋଟି ପାପ ରାଶି ଜନ ପକାଇ ନରକରେ ଏଣୁ କ୍ଷୁଦ୍ର ଉପଦେଶ ମାର୍ନିଣ ମୋହର ସତ୍ୟ ଶିବଙ୍କ ଆଶ୍ରୟ କର ସର୍ବନର ସଦ୍ବୁଦ୍ଧି ସଦ୍ଜ୍ଞାନ ଦେବେ ସେ ବତାଇ ଲୋଭ ମୋହ କାମ କ୍ରୋଧ ଆଣିବେ ହଟାଇ ସବୁବେଳେ ସୁମଙ୍ଗଳ କରିବେ ତୁମର ମଙ୍ଗଳମୟ ଯାହାଙ୍କୁ ବୋଲନ୍ତି ସଂସାର ଯେବେ କାର୍ଯ୍ୟ ସଦାଶିବ ନବରଇଜନ ନୁହନ୍ତି ଯେ ଶୁଭ କାର୍ଯ୍ୟ ମଧ୍ୟରେ ଗଣନ ଶିବ ପାଦ ଲୋକ ଯେଉଁ ପରାଣୀ ନ ପାଏ ଅପତ୍ରିକ କାୟା ତାର ପବିତ୍ର ନ ହୁଏ ସଂସାର ମୂଳ କରତା ଅଟନ୍ତି ଯେ ସେହି ତାଙ୍କ ଅନୁଗ୍ରହେ ଆଜି ସର୍ବ ହୋଇ ଛଇଁ ସେ ଦେବ ଅଭୟ ପାଦେ ସଦା ରଖି ମନ ଅଧମ କ୍ଷେତ୍ର ମୋହନ କରଇ ରଚନ। ଓମ୍ ନମଃ ଶିବାୟ ମା ପାର୍ବତୀ ନମଃ ଶିବାୟ ଓମ୍ ନମଃ ଭଗବତେ ସଦାଶିବାୟ ଓମ୍ ନମଃ ଭଗବତେ ବାସୁଦେବାୟ।